କେତେବେଳେ ନା ବାଣ ବସୁହାନରୁ ତୁମି ସାହି ଏହି ମଧ୍ୟରେ ଯେ ଖେଳ ହେବ ଏହି ମଧ୍ୟରେ ଯେ ଖେଳ ହେବ ଏହି ମଧ୍ୟରେ ଯେ ଖେଳ ହେବ। ବାଣ କହିଲେ କେତେ ଜ୍ଞାନୀ ଗୁଣୀ ମଣ୍ଡଳୀ କହନ୍ତିନି ପଞ୍ଚ ବାଣ ନାଇଁ ବାଣ ହେଲା 5 ବସୁ ହେଲେ କେତେ ନା ଅଷ୍ଟ ବସୁ ଆମେ କହନ୍ତି ଅଷ୍ଟ ବସୁ ଆପଣ ମାନେ ଜାଣିଥିବେ ହିଁ ଜ୍ଞାନୀ ଗୁଣୀ ମଣ୍ଡଳୀ ଯେତେବେଳେ ଶାନ୍ତନୁଙ୍କ ସହିତ କାହାଙ୍କର ବିବାହ ହେଇଥିଲା ଗଙ୍ଗାଙ୍କର ନାଇଁ ଗଙ୍ଗା ଶାନ୍ତନୁକୁ ବିବାହ କଲେ ଯେତେବେଳେ ଶାନ୍ତନୁ ଯେତେବେଳେ ମନ ଦୁଃଖରେ ଥିଲେ ପଚାରିଥିଲେ এই সময় কি না ସବୁବେଳେ ଗଙ୍ଗା କୂଳକୁ ଯାଉଥିଲେ ଗଙ୍ଗା କୂଳରେ ଗଙ୍ଗା ମାତାଙ୍କୁ ଦେଖୁଥିଲେ ଏବଂ ତାଙ୍କୁ ପତ୍ନୀ ରୂପେ ପାଇବା ପାଇଁ ମଧ୍ୟ ମନସ୍ଥ କରିଥିଲେ ଏବଂ ମନେ ମନେ ଯେତେବେଳେ এই କଥା ଜଣେଇଲେ ଗଙ୍ଗାଙ୍କୁ ଗଙ୍ଗା କହିଲେ ହଁ ମୁଁ ତୁମର ପ୍ରସ୍ତାବରେ ମୁଁ ରାଜି କିନ୍ତୁ ଗଙ୍ଗା କହିଲେ ଥିବି ଗାଙ୍ଗୀ କହିଲେ ମୁଁ ଆଉ ତମ ପାଖରେ ରହିବି ନାହିଁ। ଗଙ୍ଗା ମାତା ଶାନ୍ତନୁଙ୍କୁ ବିବାହ କରିଥିଲେ ଭୀଷ୍ମଙ୍କର ପିତାଙ୍କ ନାମ ଶାନ୍ତନୁ ନା ଜ୍ଞାନୀ ଗୁଣୀ ମଣ୍ଡଳୀ ଯିଏକି ଆପଣମାନେ ଜାଣିଥିଲେ ଦ୍ୱାପର ଯୁଗରେ ହସ୍ତିନା ରାଜା ଥିଲେ ଶାନ୍ତନୁ ଏବଂ ଶାନ୍ତନୁଙ୍କର ଗଙ୍ଗା ସହିତ ବିବାହ ହେଲା ଯେତେବେଳେ ଗୋଟେ ଗୋଟେ କରି ପୁତ୍ର ସନ୍ତାନ ଜନ୍ମ ହେଲେ ଇଏ ସବୁ ପୁତ୍ରକୁ ନେଇକି ଗଙ୍ଗା ଜଳରେ ଭସେଇ ଦେଉଥିଲେ ମା ଗଙ୍ଗା କହି ବଚନ ଦେଇଥିଲେ ପଦେ ହେଲେ କହିବେ ନାହିଁ ପଦେ ହେଲେ ପାଟି ପିଟିବେ ନାହିଁ ତାଙ୍କର କୌଣସି କାର୍ଯ୍ୟକୁ ପ୍ରତିବାଦ କରିବେ ନାହିଁ ପ୍ରତିଶ୍ରୁତି କଥା ଦେଇଥିଲେ ଶାନ୍ତନୁ ଗଙ୍ଗାଙ୍କ ନିକଟରେ ଗୋଟେ ଗୋଟେ କରି ସବୁ ପୁତ୍ରକୁ ଭସେଇ ଦେଲେ 7 ପୁତ୍ରକୁ ଭସେଇ ଦେଲେ କି ଏ ସୁଧି ଜାନେ ମା ଗଙ୍ଗା ଶାନ୍ତନୁ ଚୁପ୍ ହେଇଥିଲେ ଶେଷ ପୁତ୍ର ଯିଏକି ଦେବବ୍ରତ ଯାହାଙ୍କର ପରେ ନାମ ହେଲା ଭୀଷ୍ମ ତାଙ୍କୁ ଯେତେବେଳେ ଭସିବା ପାଇଁ ଯାଆନ୍ତି ଏଇ ସମୟରେ ଶାନ୍ତନୁ କହିଲେ ହସ୍ତିନା ସିଂହାସନ ପାଇଁ ଜଣୁ କ'ଣ ରଖିବନି ହେ ଗାଙ୍ଗୀ ସେଇ ପୁତ୍ରକୁ ଦେଇଥିଲେ ଗଙ୍ଗା ଶାନ୍ତନୁ ନିଅ ଆକୁ ରଖ ମୁଁ ଚାଲିଲି ଆଉ ରହିବି ନାହିଁ। ତେଣୁ ସେ ଯେଉଁ ପୁତ୍ରମାନେ ଥିଲେ ସେମାନେ କି ଅଷ୍ଟବସୁ ମା ଗଙ୍ଗା ଶାନ୍ତନୁଙ୍କ ଠାରୁ ଜନ୍ମ ହେଇଥିବା ସେ 8 ଜଣ ପୁତ୍ର ହେଉଛନ୍ତି ଅଷ୍ଟବସୁ। ତେଣୁ ବସୁ କହିଲେ 8 ତେଣୁ ବାଣ କହିଲେ 5 ବସୁ କହିଲେ 8 ଘନ କହିଲେ 4 ଋତୁ କହିଲେ 7 ୟାକୁ ମୁଁ ହିସାବ କରିଦେଲେ କେତେ ହେବ ନା 2024 ମସିହା ମହାପୁରୁଷ କହିଲେ ଏଥି ମଧ୍ୟରେ ଯେ ଖେଳ ହେବ ଏଇ 24 ମସିହାରେ ଆପଣ ଖେଳ ଦେଖିବେ କଳିକି ଖେଳ କ'ଣ ମହାପୁରୁଷ କହିଲେ ଗୋପତ ମାରଣୀ ସଂସାର ବଳ ସାଲ କଟୁଥିବ ଯେ ସମତୁଲ ସାଲ କଟୁଥିବ ଯେ ସମତୁଲ ଅତ୍ୟନ୍ତ କଷ୍ଟେ ମରିବେ ଧୋକାଏ ଦୟା ନଥିବ କାହାର ହୃଦୟେ ଆଉ ଦୟା ନଥିବ କାହାର ହୃଦୟରେ ଦୟା ନଥିବ କାହାର ହୃଦୟରେ बोलिए महापुरुष अच्युतानंद जी की महापुरुष कहले अत्यंत कष्टे मरिबे थोकाए ए समय रे थोकाए मरिबे कहीं आम बारंबार कहीचु गुपत मारुणी संसार बल आउ साल कटुथिब जे समतुल साल समू समतुल होगी कटुथिब ज्ञानी गुणी मंडली ए सुधीयानी देखंतु 2023 हिसाब प्रथमे 2 आउरी से 2 मध्य रही 23 2 रे 3 23 तेणु समतुल भाव साल कटुथिब सेतेबेले अत्यंत कष्टे मरिबे थोकाए दया नथिब कहार हृदय रे दया रहिब नाही सेतेबेले महापुरुष मालिकार लिखिछन कथा मालिकार नाम तत्वबोधिनी निष्ठा वचन मो कहूची सत्य गुपत अटई अति गुपत गुपत अटई अति गुपत गुपत अटई अति गुपत अच्युत कहले राम रे निष्ठा वचन मु कहूची सत्य ये सत्य वचन मोर मु निष्ठा करिकी कहूची मिछ कहूना तो तते एतु परे जेहु अधिक कली जुग कहिब जानिबु अच्युत वाक्य को काले च्युत कहब बाबूरे निष्ठा वचन मोर मो ठारू जदि आउ किए कहब भविष्य जानी मो कथा को च्युत करदेव तेणु महापुरुष कहले 2024 मसीह यही घटना गुड़िक सब घटव संसार रे
ଓଡ଼ିଶାରେ ଭାରତରେ ସାରା ପୃଥିବୀରେ ଏଭଳି ଘଟଣା ମାନ ଘଟିବ। ହିଂସାବାଦ ଏବଂ ଯୁଦ୍ଧର ଘନ ଘଟା, ପ୍ରାକୃତିକ ବିପର୍ଯ୍ୟୟ ଜୋରରେ ଦେଖାଦେବ। ବନ୍ୟା, ବାତ୍ୟା ହେଉ, ମହାମାରୀ, ଅତିବୃଷ୍ଟି, ଅନାବୃଷ୍ଟି ହେଉ, ଏଭଳି ଜୋରରେ ଦେଖାଦେବ ସଂସାର 24 ମସିହାରେ। ଆପଣ ଲେଖିକି ରଖନ୍ତୁ। ସେଇଥିପାଇଁ ମାଳିକାର ନାମ ହେଲା ଭବିଷ୍ୟ ପରାର୍ଥ। ପଞ୍ଚ ପରାର୍ଧରେ ବଳରାମ ଦାସ କହିଲେ, ପଞ୍ଚସଖା ମାନଙ୍କ ଭିତରେ ମହାପୁରୁଷ ବଳରାମ ଦାସ, ମତ୍ତ ବଳରାମ ଦାସ ଯାହାକୁ ଆମେ କହନ୍ତି, ସେଇ ବଳରାମ ଦାସ କ'ଣ ଲେଖିଛନ୍ତି? 24 ମସିହାରେ କ'ଣ ହବ? ଶିଶୁ ଅନନ୍ତ କହିଲେ 24 ମସିହାରେ କ'ଣ ହବ? ମହାପୁରୁଷ ଅଚ୍ୟୁତାନନ୍ଦ ତତ୍ତ୍ୱବୋଧିନେ କହିଲେ 24 ଅଙ୍କରେ କ'ଣ, 24 ମସିହାରେ କ'ଣ ହବ? ସେଇଭଳି ମହାପୁରୁଷ ବଳରାମ ଦାସ ମାଳିକାର ନାମ ହେଉଛି ପଞ୍ଚ ପରାର୍ଥ। 5 ଜଣ ଯାହାକୁ ପଞ୍ଚସଖା ମାନେ ଲେଖିଛନ୍ତି ମାଳିକା, ସେ ପଞ୍ଚ ପରାର୍ଥରେ କହିଲେ ରାଜା ଅଙ୍କ ମିଶି ଫିରିଙ୍ଗି ଅଙ୍କ, ସାଲ ଅଙ୍କ ମିଶି କହ ବୃତ୍ତାନ୍ତ, ସାଲ ଅଙ୍କ ମିଶି କହ ବୃତ୍ତାନ୍ତ, ସାଲଙ୍କ ମିଶି କହ ବୃତ୍ତାନ୍ତ। ବାବୁରେ ରାଜାଙ୍କର ଅଙ୍କ, ଗଜପତି ରାଜା ତାଙ୍କ ଅଙ୍କ, ଫିରିଙ୍ଗି ଇଂରେଜ, ଫିରିଙ୍ଗି ଗଲେ ଇଂରେଜ ମାନେ ଆମ ଦେଶକୁ ଶାସନ କରୁଥିଲେ। ସିଏ ଯେବେଠାରୁ ଆମ ଦେଶକୁ ଶାସନ କଲେ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ତାଙ୍କର କେତେ ଅଙ୍କ ବର୍ତ୍ତମାନ ଭୋଗ ଚାଲିଛି। ତ ସେଇଭଳି ଯୁଗାବ୍ଦ କେତେ ଭୋଗ ଚାଲିଛି, ଶକାବ୍ଦ କେତେ ଭୋଗ ଚାଲିଛି, ହିଜିରାବ୍ଦ କେତେ ଭୋଗ ଚାଲିଛି, ସ୍ୱାଧୀନାବ୍ଦ କେତେ ଭୋଗ ଚାଲିଛି, ଏବଂ ଶାଳୀ ମହାର୍ଦ କେତେ ଭୋଗ ଚାଲିଛି, ଏବଂ ମହାପୁରୁଷ କହୁଛନ୍ତି ମସିହା କେତେ ଭୋଗ ଚାଲିଛି। ଏଗୁଡ଼ିକୁ ସବୁ ଦେଖିକି ହିସାବ କରି ଟିକେ କୁହ ଯେ ସାଲ ଅଙ୍କ ମିଶି ଫିରିଙ୍ଗି ଅଙ୍କ, ସାଲ ଅଙ୍କ ମିଶି କହ ବୃତ୍ତାନ୍ତ, ରାଜାଙ୍କ ମିଶି ଫିରିଙ୍ଗି ଅଙ୍କ, ସାଲ ଅଙ୍କ ମିଶି କହ ବୃତ୍ତାନ୍ତ। ବୃତ୍ତାନ୍ତ କଳିଯୁଗର ଟିକେ କୁହ 24 ମସିହାର। କହିଲେ ଗତ ଆଗତ ବିଚାରି ଦେଖିବ, ଭୂତ ଭବିଷ୍ୟତ ସବୁ ଲେଖିବ, ଭୂତ ଭବିଷ୍ୟତ ସବୁ ଲେଖିବ, ସବୁ ଲେଖ ଠାରେ ଠାର ବସାଇ, ଯେ ବୁଝିବ ସେହି ଭକ୍ତ ଅଟଇ, ଯେ ବୁଝିବ ସେହି ଭକ୍ତ ଅଟଇ, ଯେ ବୁଝିବ ସେହି ଭକ୍ତ ଅଟଇ। 2024 ମସିହାରେ ଆପଣ ଲେଖିକି ରଖନ୍ତୁ, ଧୂମକେତୁ ଜୋରରେ ବୃଷ୍ଟି ହେବ, ଚାରିଆଡ଼େ ଧୂମକେତୁ ପଡ଼ିବ, ଅଗ୍ନିବୃଷ୍ଟି ହେବ, ପ୍ରାକୃତିକ ବିପର୍ଯ୍ୟୟ ଜୋରରେ ଦେଖାଦେବ। କହିଲେ ଇଏ ସବୁକୁ ଯିଏ ହିସାବ କରି ଜାଣିପାରିବ, ସାଲ ଅଙ୍କ ରାଜା ଅଙ୍କ ମିଶି ଫିରିଙ୍ଗି ଅଙ୍କ, ସାଲ ଅଙ୍କ ମିଶି କହ ବୃତ୍ତାନ୍ତ। ଇଏ ଅଙ୍କ ଗଣନା ବିଷୟରେ ଯାହାର ଦଖଲ ଥିବ, ଯାହାର ପ୍ରବେଶ ଥିବ, ଯେଉଁମାନେ ହେତୁରେ ରଖିଥିବେ, ସେଇମାନେ ହିଁ ମୋ ମାଳିକାର ଠାରଗାରକୁ ବୁଝିପାରିବେ। କେତେବେଳେ କ'ଣ ହବ ସେମାନେ ଆଗରୁ ଜାଣିଥିବେ। ମାଳିକା ପଢ଼ିକିରି ସବୁ ଲେଖ ଠାରେ ଠାର ବସାଇ, ଯିଏ ବୁଝିବ ସେଇ ଭକ୍ତ ଅଟଇ। ଆଉ ଆକୁ ଯିଏ ବୁଝିପାରିବ ରାମଚନ୍ଦ୍ରରେ, ସିଏ ମୋର ଭକ୍ତ ବୋଲି ବଳରାମ ଦାସ ତାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି, ସିଏ ମୋର ଭକ୍ତ। ଆଉ ସତ୍ୟ ସତ୍ୟ ଏହା ତ୍ରିବାର ସତ୍ୟ, ଏ ଗ୍ରନ୍ଥ ପଢ଼ିବ ମୋରି ଭକ୍ତ, ଏ ଗ୍ରନ୍ଥ ପଢ଼ିବ ମୋହରି ଭକ୍ତ, ଏ ତତ୍ତ୍ୱ ପଢ଼ିବ ମୋହରି ଭକ୍ତ। ସତ୍ୟ ସତ୍ୟ ଏହା ତ୍ରିବାର ସତ୍ୟ, ଏ ଗ୍ରନ୍ଥ ପଢ଼ିବ ମୋହରି ଭକ୍ତ। ସତ୍ୟ ଇଏ ସତ୍ୟ ଇଏ ସତ୍ୟ। ଏ ମାଳିକା କେଉଁମାନଙ୍କୁ ଭଲ ଲାଗିବ? ମୋର ମାଳିକା କେଉଁମାନେ ପଢ଼ିବେ? ମହାପୁରୁଷ ଲେଖିଛନ୍ତି ମାଳିକାରେ, ବାରଣ ବେଳକୁ ସରବେ ଅଚ୍ୟୁତ ଘୋଷିବେ, ସର୍ବେ ଅଚ୍ୟୁତ ଘୋଷିବେ, ମୋର ଗ୍ରନ୍ଥ ପଢ଼ି ସବୁ ଜ୍ଞାନୀ ବୋଲାଇବେ, ସବୁ ଜ୍ଞାନୀ ବୋଲାଇବେ। ବାରଣ କହିଲେ କଳିଯୁଗ ଶେଷ ବେଳ ଯେତେବେଳେ ହେବ, ରାମରେ ଯେଉଁମାନେ ମାଳିକାକୁ ଅବିଶ୍ୱାସ କରୁଥିବେ, ଯେଉଁମାନେ ମାଳିକାକୁ ବିଶ୍ୱାସ କରୁନଥିବେ, ଯେଉଁମାନେ ମାଳିକା ଶୁଣୁନଥିବେ କି ମାଳିକା କହୁନଥିବେ, ଅନ୍ୟ କଥା କହୁଥିବେ, କିନ୍ତୁ ଯେତେବେଳେ ଶେଷ ବେଳ ଆସିବ ସମସ୍ତେ ଅଚ୍ୟୁତ ଘୋଷିବେ। ମୋର ଗ୍ରନ୍ଥ ପଢ଼ିକି ସବୁ ଜ୍ଞାନୀ କଳିଯୁଗରେ ବୋଲେ। ମାଳିକା ଉପରେ ସମସ୍ତଙ୍କର ବିଶ୍ୱାସ ଆସିବ, କାହିଁକି ନା ଯାହା କୁହାଯାଇଥିଲା ସଂସାର ତା ଘଟଣା ଘଟୁଛି ବୋଲି ଦେଖିବେ, ବିଶ୍ୱାସ ଆସିବ। ଆଉ ସେତେବେଳେ ମହାପୁରୁଷ କହିଲେ, ମୋର କୋଠ ଧନ ନିଶେ ମୁକୁଳା ହୋଇବ, ବାବୁ ମୁକୁଳା ହୋଇ
जीव বৈষ্ণব ধর্ম বাবু ক্ষণে নাশ জীব বাবু बाबो क्षणे नाश जीव କହିଲେ ବାବୁରେ ମୋର କୋଠ ଧନ ମୁକୁଳା ହେଇଯିବ ମାଳିକା ସବୁଆଡ଼େ ଖୋଲା ହେଇଯିବ ସମସ୍ତେ ମାଳିକା ଉପରେ ବିଶ୍ୱାସ କରିବେ ପଢ଼ିବେ ଜାଣିବେ ଶୁଣିବେ ଆଉ ସେ ସମୟ କେତେବେଳେ 24 ମସିହା ଧୂମକେତୁ ହବଷ୍ଟି ହେବ ପ୍ରାକୃତିକ ବିପର୍ଯ୍ୟୟ ସଂସାର ଜୋର ହେବ ଆପଣ ଦେଖିବେ ବର୍ତ୍ତମାନ ହେଉଛି ମଧ୍ୟ ଆଗକୁ 24 ମସିହାରେ ଜୋର ହେବ ତେଣୁ ମହାପୁରୁଷ ସେଇଥିପାଇଁ କହିଲେ ବାବୁରେ ଇଏ ହେଉଛି 23 ଗତେ 24 ଆଗତରେ ଏଇଭଳି ଘଟଣା ସଂସାର